ଆପଣ ଜଣେ ଶ୍ରମିକ ନେତା ସଚେତନ ନାଗରିକ ଆଉ ପୁରୀ ସଂଗ୍ରାମ ସମିତିର ସଭାପତି। ଆପଣ ଦୁର୍ନୀତି ବିରୁଦ୍ଧରେ ବାରମ୍ବାର ସ୍ୱରୋତ୍ତୋଳନ କରିଛନ୍ତି ଏବଂ ସକ୍ସେସଫୁଲ୍ ହେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଯେଉଁ ଆଇଏଏସ୍ ଅଫିସର ଇଞ୍ଜିନିୟରଠୁ ଆରମ୍ଭ କରି ଯେଉଁ ଦୁର୍ନୀତି ମାନେ ବାରମ୍ବାର ଦେଖାଯାଉଛି, ଇଏ ଦୁର୍ନୀତିକୁ ରୋକିବା ପାଇଁ ସେତେବେଳେ ତତ୍କାଳୀନ ବିଜୁ ପଟ୍ଟନାୟକ ଗୋଟେ ଭିଜିଲାନ୍ସ ବୋର୍ଡ଼ ଗଠନ କରିଥିଲେ। ସେଥିରେ ଆମର ସ୍ୱର୍ଗତ ଅଶୋକ ଦାସ ତାର ଚେୟାରମ୍ୟାନ୍ ଥିଲେ। କିଛିଟା କିଛି ଦୁର୍ନୀତି ଘଟିଥିଲା। ତାଙ୍କ ପରଠାରୁ ଆଉ କୌଣସି ସରକାର ଏପର୍ଯ୍ୟନ୍ତ ବୋର୍ଡ଼ ଗଠନ କରିନାହାନ୍ତି। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ବୋର୍ଡ଼ଟା ଆବଶ୍ୟକତା ଅଛି। ସେ ସମ୍ପର୍କରେ ଆପଣ ଟିକେ ମତାମତ ଦେବେ ଓଏନ୍କୁ। ମୁଁ ପ୍ରଥମେ ଆପଣଙ୍କୁ ସ୍ୱାଗତ କରୁଛି। ବହୁତ ଆପଣ ବର୍ତ୍ତମାନ ଓଡ଼ିଶାର ସାମ୍ପ୍ରତିକ ରାଜନୀତି ପରିପ୍ରେକ୍ଷୀରେ ମୋତେ ବହୁତ ସମ୍ବେଦନଶୀଳ ପ୍ରଶ୍ନ ଆପଣ ପଚାରିଥିବାରୁ ଆପଣଙ୍କ ପାଖରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ଓଡ଼ିଶା ବର୍ତ୍ତମାନ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ଗତି କରୁଛି। 24 ବର୍ଷର ସରକାରକୁ ଲୋକ ପରିବର୍ତ୍ତନ କଲେ। ଲୋକ ବିଶ୍ୱାସ କରୁନଥିଲେ ସରକାରଟା ଆସିବ, ପରିବର୍ତ୍ତନ ହେବ। ଶୁଣୁଥିଲି କାଲି ଏକ ମେସେଜରେ ମୋର ଛାତ୍ର ଜୀବନ ଜଣେ ବନ୍ଧୁ ନୂତନ ମନ୍ତ୍ରୀ ସୁରେଶ ପୂଜାରୀ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମହୋଦୟ କହିଲେ, ଆମେ 20 MP ପାଇଛୁ, ସରକାର ଗଠନ କରିଛୁ, ଆଉ ଏସବୁ ଭୁଲ କଥା। ଏଭଳି ଖୁସି ହେବା ଉଚିତ ନୁହେଁ। ସିଷ୍ଟମ୍ ଚେଞ୍ଜ ହେବା ଦରକାର। ବ୍ୟକ୍ତି ପରିବର୍ତ୍ତନ ହେଇଗଲେ ସାଧାରଣ ଲୋକର ଜନଜୀବନ ପରିବର୍ତ୍ତନ ହେବ ନାହିଁ, ବ୍ୟବସ୍ଥା ପରିବର୍ତ୍ତନ ହେବା ଦରକାର। ବ୍ୟବସ୍ଥା ପରିବର୍ତ୍ତନ ହେଲେ ଚାଷୀ, ମୂଲିଆ, ଛାତ୍ର, ଯୁବକ, ମହିଳା, ସାଧାରଣ ଲୋକ ଏଥିରେ ସରକାରକୁ ସାବାସ ଦେବେ, ଉପକୃତ ହେବେ। ମୋର ପ୍ରଶ୍ନର ଉତ୍ତର ଆପଣଙ୍କୁ ଦେଉଛି। ମନେ ପଡ଼ୁଛି 1990 ମସିହାରେ ତତ୍କାଳୀନ ବିଜୁବାବୁ ମୁଖ୍ୟମନ୍ତ୍ରୀ, ଯେତେବେଳେ ବିଜୁବାବୁ ମୁଖ୍ୟମନ୍ତ୍ରୀ ହେଇଥିଲେ ସେ ସମୟରେ ଆପଣଙ୍କର ଜନତା ଦଳ, ସିପିଆଇ, ସିପିଏମ୍ ମିଳିତ ଭାବରେ ଗଠବନ୍ଧନ ହେଇଥିଲା। ସ୍ୱର୍ଗତ ଲୋକନାଥ ଚୌଧୁରୀ, ଶିବାଜୀ ପଟ୍ଟନାୟକ, ବିଜୁ ପଟ୍ଟନାୟକ ଓଡ଼ିଶାର ମହାରଥୀ ହେଇକି ଓଡ଼ିଶାର ଗୋଟେ ପରିବର୍ତ୍ତନ ହେଇଥିଲା। ତତ୍କ୍ଷଣାତ୍ 1991 ମସିହାରେ ବିଜୁବାବୁ ଚିନ୍ତା କଲେ, ଅଶୋକ ଦାସ ତ ମାନେ ବିଗ୍ ଲିଡର ଅଫ୍ ଦିସ୍ ଜନତା ଦଳ, ଆମ କୋରେଇର ବିଧାୟକ ସ୍ୱର୍ଗତ ଅଶୋକ ଦାସ ଥିଲେ। ବିଜୁବାବୁ ଚିନ୍ତା କଲେ ଅଶୋକ ଦାସ ଡେପୁଟି ଚିଫ୍ ମିନିଷ୍ଟର ହେବେ ନା କ'ଣ ହେବେ। ସବୁ ଲବି ଆରମ୍ଭ ହୋଇଗଲା। ବିଜୁବାବୁ କହିଲେ ନା, ବର୍ତ୍ତମାନ ଗୋଟେ ବୋର୍ଡ଼ ଗଠନ କରିବାକୁ ପଡ଼ିବ। ସେ ବୋର୍ଡ଼ କ'ଣ? ଦୁର୍ନୀତି ନିବାରଣ ବୋର୍ଡ଼ ଗଠନ କରିବାକୁ ପଡ଼ିବ, ଦି ଆଣ୍ଟି କରପ୍ସନ ବୋର୍ଡ଼। ଏ ବୋର୍ଡ଼ର ଚେୟାରମ୍ୟାନ୍ ହେବେ ଅଶୋକ ଦାସ MLA କୋରେଇ। ଆପଏଣ୍ଟମେଣ୍ଟ କଲେ। ମନ୍ତ୍ରୀଟା ବଡ଼ ନୁହେଁ, ମୁଁ ଆନନ୍ଦିତ, ମୁଁ ଖୁସି। ସେ ବି ମୋର ପ୍ରତିଦ୍ୱନ୍ଦ୍ୱୀ ଥିଲେ ନିର୍ବାଚନରେ। ମୁଁ ଅଶୋକ ଦାସଙ୍କ ସହିତ ବି 2 ଥର ନିର୍ବାଚନ ପ୍ରତିଦ୍ୱନ୍ଦିତା କରିଛି। କିନ୍ତୁ ସେ 6 ମାସ ଭିତରେ ଦେଖାଗଲା 900ରୁ ଅଧିକା କୋଟି ଟଙ୍କା ଅଫିସର ମାନଙ୍କ ପାଖରୁ ଆଗେ ରିକଭରି କରାଗଲା, କଳା ଟଙ୍କା। 91 ମସିହା ପରେ ଗଲା 94, 95, 95 ମସିହା ପରେ ସେ ବୋର୍ଡ଼ ଅଛି କି ନାହିଁ ମୁଁ ଜାଣିନି। ବର୍ତ୍ତମାନର ସୁରେଶ ପୂଜାରୀ ମହୋଦୟ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ ଏ ସମ୍ପର୍କରେ ତଦନ୍ତ କରିକି ଦେଖିବେ କି 24 ବର୍ଷର ସରକାର ପରିବର୍ତ୍ତନ ହେଇଗଲେ ଦୁର୍ନୀତିରେ ଥିଲା। ଏ 24 ବର୍ଷର ସରକାର ନବୀନ ପଟ୍ଟନାୟକ କିଏ? ସ୍ୱର୍ଗତ ବିଜୁ ପଟ୍ଟନାୟକ, ଗ୍ରେଟ୍ ଲିଡରର ପୁଅ। ଇଏ ପର୍ଦ୍ଦା ଖୋଲିଲେନି। ଅଶୋକ ଦାସ ଅବଶ୍ୟ ଯାଇନାହାନ୍ତି ବିଜେଡି କି, ଶେଷ ପର୍ଯ୍ୟନ୍ତ ଅଶୋକ ଦାସ ସେଇ ଜନତା ଦଳରେ ରହିକି ଜନତା ପାର୍ଟି, ଜନତା ଦଳ, NCP କରିକି ଚାଲିଗଲେ, କିନ୍ତୁ ବିଜୁ ଜନତା ଦଳରେ ମିଶିଲେନି। କିନ୍ତୁ ଆଜି ସେ ପରିପ୍ରେକ୍ଷୀରେ ସ୍ମରଣ କରିବାକୁ ଚାହେଁ, ମୋର ନିବେଦନ ହେଉଛି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟକୁ, ଆଜି ତାରା ମିଶ୍ର ଜଣେ ଅଧିକରଣ ଯନ୍ତ୍ରୀ, 2.5 କିଲୋ ସୁନା, 100-150 କୋଟି ଟଙ୍କା, 120ଟା ପ୍ଲଟ ତାଙ୍କର ବାହାରୁଛି ତାଙ୍କର। ତେଣୁ ଏଇ ଯୋଉ ବାହାରୁଛି ଆଜି, ଏଇ ଯୋଉ ପ୍ଲଟ ବିଭିନ୍ନ ଜାଗାରେ ବାହାରୁଛି, ଏସବୁ ଦୁର୍ନୀତିର ମୂଳ କିଏ? IAS, IPS, IFS, এইମାନେ ବିଭିନ୍ନ ବିଭାଗରେ ଅଛନ୍ତି। ପୂର୍ତ୍ତ ବିଭାଗ କୁହନ୍ତୁ, NH କୁହନ୍ତୁ, ଫରେଷ୍ଟ ଡିପାର୍ଟମେଣ୍ଟ ହଉଛି ତ ଦୁର୍ନୀତିର ଗନ୍ତାଘର। IFS, ରେଞ୍ଜର, ଫରେଷ୍ଟର, DFO, ଆପଣଙ୍କର CCF ସବୁ ଦେଖିବେ ତାଙ୍କ ଘରେ କୋଟି କୋଟି, ତାଙ୍କ ଡ୍ରାଇଭର ହେଲ୍ପର କତରୁ ବି କୋଟି କୋଟି ଟଙ୍କା। ବିଲକୁଲ ଗଛ ଲାଗୁନି, ବିଲ୍ ହଉଛି। ତେଣୁ ଆପଣ ହେଲ୍ଥ ଡିପାର୍ଟମେଣ୍ଟ,
एजुकेशन डिपार्टमेंट जो माने व्यापक दुर्नीति करिसेंती याकू तदंत करिया पई गोटिए बाट तुरंत माननीय मुख्यमंत्री मोहन चरण माझी महोदय दुर्नीति निवारण बोर्ड गठन करा जाऊ एथिरे आईएएस आईपीएस रही परिबे नहीं एथिरे रहिबे जड़े निष्ठापर व्यक्ति ओडिशार जड़े समाजसेवी जड़े दलित वर्गर लोक को दिया जाऊ नले एई माने दुर्नीति करिवे एई माने दुर्नीति करते आईएएस आईपीएस ब्यूरोक्रेट्स एई माने नवीन पट्टनायक को आज दुर्नीति करके निजे खोपाड़ देइचंती शह शह कोटी टका खाइचनी पांड्यान कोड आइले पांड्यान तैयारी हेले ब्यूरोक्रेट पाखरु तेणु मु आशा करूची मो मन भितर आज अच्छी आज पॉल्यूशन डिपार्टमेंट हो फैक्ट्री एंड बॉइलिंग हो आज फॉरेस्ट डिपार्टमेंट हो आज पूर्त विभाग हो आज एनएच हो आज हेल्थ डिपार्टमेंट हो आज एजुकेशन डिपार्टमेंट ये सब रैंडम करप्शन चली कोटी कोटी टका रखी ब्लैक मनी मस्ट बी रिकवरी रिकवरी कर बाट हूँ तुरंत दुर्नीति निवारण बोर्ड गठन करा जाओ ओडिशा रे आंक कला टंका को सरकार आनी गोटे वेलफेयर बोर्ड करंतु जो कहते विधवा वार्धक्य भत्ता दे पारुनु आमे असहाय भत्ता दे पारुनु बलिब टंका आपणकर द क्रोड्स ऑफ रुपी लक्ष लक्ष कोटी टंका पड़िब ब्लैक मनी आपण केते कॉन्ट्रैक्टर केते राजनेता रखते राजनेता का ना नाही आगे ऑफिसर माने आगे दुर्नीति भीतर रही मु आशा करूची ये सरकार आपर नेबे परिवर्तन करंतु व्यवस्थार परिवर्तन करंतु व्यवस्थार परिवर्तन हेले सेरा कहबा परिवर्तन खुशी होंतु नहीं सुरेश पुजारी महोदय राजस्व मंत्री एक्शन नियंतु रिकवरी करंतु ये कला धन को बाजप्ती करंतु ये संपत्ति को राज्य सरकार हाथ गणतु वेलफेयर बोर्ड करंतु ये वेलफेयर बोर्ड जणतु आशा करूची ये कथा को ये सरकार ग्रहण करेंगे एक दुर्नीति निवारण बोर्ड गठन करी दुर्नीति टंका रखिଥିବା कला टंका रिकवरी करेंगे मुझे टीवी माध्यम आज ये बक्तव्य दे आशा करुच्ची ये आशा निश्चित आगामी दिन में सफल रूपायन हम धन्यवाद नमस्कार।